ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ଆଜି ଆସନ୍ତୁ ଜାଣିବା ପୂର୍ବପୁରୁଷମାନେ କହିଯାଇଥିବା ବହୁତ ଜରୁରୀ କଥା। ନମ୍ବର 1, ଶୟନ କରିବା ପୂର୍ବରୁ ଏବଂ ସୂର୍ଯ୍ୟୋଦୟ ପୂର୍ବରୁ ଶରୀରରେ ଯଦି ତେଲ ଲଗାନ୍ତି ତାହେଲେ ଏହାଦ୍ୱାରା ଶରୀର ଶକ୍ତି ହେବା ସହିତ ଶରୀର ମଧ୍ୟ ଚିକ୍କଣ ହୋଇଥାଏ ବା ଚିକ୍କଣ ଦେଖାଯାଇଥାଏ। ନମ୍ବର 2, ସାଧାରଣତଃ ଶୀତ ଦିନରେ ପାଦ ଫାଟିବାର ସମସ୍ୟା ଦେଖାଦେଇଥାଏ। ଏହାକୁ ଭଲ କରିବା ପାଇଁ ଝୁଣା ସନ୍ଧେବ ଲୁଣକୁ ଗୁଣ୍ଡ କରିକି ତାକୁ ମହୁ ଓ ଘିଅରେ ଫେଣ୍ଟିକି ସେଥିରେ ସୋରିଷ ତେଲ ମିଶାଇ ପାଦରେ ଘଷିବା ଫଳରେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। ନମ୍ବର 3, ଯେତେ ସବୁ ପଲିସ ଖାଦ୍ୟ ପଦାର୍ଥ ମିଳୁଛି ସେସବୁ ଖାଦ୍ୟ ପଦାର୍ଥ ସେବନ କରନ୍ତୁ ନାହିଁ। ଚୋପା ଲାଗିଥିବା ଡାଲି ଓ ପନିପରିବା ପତ୍ର ଆଦି ସେବନ କରନ୍ତୁ, କାରଣ ଏହିସବୁ କୋଲେଷ୍ଟ୍ରଲକୁ କମ୍ କରିବାରେ ସାହାଯ୍ୟ କରିଥାଏ। ନମ୍ବର 4, ଗୃହର ଅଗଣାରେ ବେଲଗଛ, କଦଳୀ ଗଛ, ଅଁଳା ଗଛ ଏବଂ ଅଶୋକ ଗଛ ଆଦି ଲଗାଇଲେ ଗୃହରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ନମ୍ବର 5, ଅଧିକ ମିଠା ସେବନ କରିବାରୁ ବଞ୍ଚିକି ରୁହନ୍ତୁ, କାରଣ ଏହାଦ୍ୱାରା ଶରୀର ଖରାପ ହୋଇଥାଏ ଏବଂ ବଧିରା ଭଳି ବେମାରୀ ହୋଇପାରେ। ନମ୍ବର 6, ଯଦି ବାରମ୍ବାର ଛେପ ପକାନ୍ତି ତାହେଲେ ଏହା ଫଳରେ ଚେହେରାରେ ଶୁଷ୍କତାପଣ ଆସିଥାଏ ଏବଂ ବ୍ୟକ୍ତିର ଦିମାଗ ମଧ୍ୟ କମଜୋର ହୋଇଯାଇଥାଏ। ନମ୍ବର 7, ଯଦି ନଖରେ ସୋରିଷ ତେଲ ଲଗାନ୍ତି ତେବେ ଏହାଦ୍ୱାରା ଆଣ୍ଠୁଗଣ୍ଠି ମଜବୁତ ରହିଥାଏ ଏବଂ ବୁଢ଼ାପା ଶୀଘ୍ର ଆସିନଥାଏ। ନମ୍ବର 8, ସବୁବେଳେ ଚେଷ୍ଟା କରନ୍ତୁ କି କ୍ରୋଧଠୁ ଦୂରରେ ରହିବା ପାଇଁ, ଯାହାଫଳରେ ଆପଣ ମାନସିକ ଏବଂ ଶାରୀରିକ ରୂପରେ ପୁରା ସୁସ୍ଥ ରହିପାରିବେ। ନମ୍ବର 9, ଯଦି କ୍ଷୀରରେ ପୋଦିନା ମିଶାଇ ସେବନ କରନ୍ତି ତାହେଲେ ଏହା ଫଳରେ ଦିମାଗ କମଜୋରି ଦୂର ହୋଇଥାଏ। ନମ୍ବର 10, ଫଳ ଓ ଅମ୍ଳୀୟ ଖାଦ୍ୟକୁ ସବୁବେଳେ ଦିନରେ ହିଁ ସେବନ କରିବେ ଏବଂ ଖାରିଆ ଖାଦ୍ୟ ରାତିରେ ସେବନ କରିବେ। ଏହା ଫଳରେ ଆପଣଙ୍କର କିଛି ବି ସମସ୍ୟା ହୋଇନଥାଏ। ନମ୍ବର 11, ପ୍ରତିଦିନ ପକ୍ଷୀମାନଙ୍କୁ କିଛି ଖାଇବା ପାଇଁ ଦିଅନ୍ତୁ। ଏପରି କରିବା ଦ୍ୱାରା କର୍ମ ଓ ଉନ୍ନତି ମଧ୍ୟରେ ଅସୁବିଧା ଯେଉଁ ଆସୁଥାଏ ତାହା ଦୂର ହୋଇଥାଏ ଏବଂ ତା ସହିତ ଜୀବନରେ ସୁଖ ସମୃଦ୍ଧି ଆସିଥାଏ। ନମ୍ବର 12, ରାତ୍ରି ସମୟରେ କେବେ ବି ଅସୁସ୍ଥ ବୃକ୍ଷ ମୂଳରେ ଛିଡ଼ା ହୁଅନ୍ତୁ ନାହିଁ, ଏହାଦ୍ୱାରା ଆପଣଙ୍କ ଜୀବନରେ ବିପଦ ଆସିପାରେ। ନମ୍ବର 13, ଯଦି ମୁଣ୍ଡ ବିନ୍ଧା ହେଉଥାଏ ତେବେ କାଖରେ ତକିଆ ଜାକିକି 5 ମିନିଟ୍ ଶୁଅନ୍ତୁ, ଦେଖିବେ ମୁଣ୍ଡ ବିନ୍ଧା ଧୀରେ ଧୀରେ କମିଯାଇଥାଏ। ନମ୍ବର 14, ତୁଳସୀ ପତ୍ରକୁ ବାଟିକି ଆଖି ତଳେ ଲଗାନ୍ତୁ, ଏହା ଫଳରେ ଆଖିର କଳା ଦାଗ ଦୂର ହୋଇଥାଏ। ନମ୍ବର 15, ରୁଟି ତିଆରି କରିସାରିବା ପରେ ରୁଟିକୁ କେବେ ବି ଗଣନ୍ତୁ ନାହିଁ କିମ୍ବା ରୁଟି ରଖୁଥିବା ପାତ୍ରକୁ ଖୋଲା ରଖନ୍ତୁ ନାହିଁ, ଏହା ଫଳରେ ଗୃହରେ ଅଭାବ ଦେଖାଦେଇପାରେ। ନମ୍ବର 16, ବାଦାମ ତେଲ ସହିତ ଅଁଳା ବାଟିକି ମିଶାଇ କେଶରେ ଲଗାଇଲେ କେଶ ଝଡ଼ିବା, କେଶ ପାଚିବା ଏବଂ ରୁପି ହେବା ଏହିସବୁ ବନ୍ଦ ହୋଇଯାଇଥାଏ। ନମ୍ବର 17, ଯଦି ଗ୍ୟାସ୍ ସମସ୍ୟା ରହିଥାଏ ତେବେ ଟିକିଏ ଅଦାରେ କଳା ଲୁଣ ଲଗାଇ ସେବନ କରିବା ଦ୍ୱାରା ଗ୍ୟାସ୍ ସମସ୍ୟା ଦୂର ହୋଇଯାଇଥାଏ। ନମ୍ବର 18, ଜଣେ ବ୍ୟକ୍ତି ଦିନରେ 2-3ଟି ଅଣ୍ଡା ସେବନ କରିବା ଉଚିତ। ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ, ଏହାଠୁ ଅଧିକ ସେବନ କରନ୍ତୁ ନାହିଁ। ନମ୍ବର 19, ସ୍ତନରୁ ଯଦି କ୍ଷୀର କମ୍ କରିବା ପାଇଁ ଚାହୁଁଛନ୍ତି ତେବେ ଦୁଦୁରା ପତ୍ରକୁ ବାଟିକି ତାକୁ ଉଷୁମ କରିକି କିଛି ଦିନ ପର୍ଯ୍ୟନ୍ତ ସ୍ତନରେ ଲେପ ଦିଅନ୍ତୁ। ନମ୍ବର 20, କୁମାରୀ କନ୍ୟା ରଜପତି ହେବା ପାଇଁ 11ଟି ଡାଳିମ୍ବ ମଞ୍ଜିକୁ ପାଣି ଦେଇକି ବାଟି ଦିଅନ୍ତୁ ଏବଂ ଏହାକୁ ବାସି ପେଜରେ ମିଶାଇ କିଛି ଦିନ ପାଇଁ ସେବନ କରିବା ପାଇଁ ଦିଅନ୍ତୁ। ନମ୍ବର 21, ଗୋଟେ ସୁସ୍ଥ ମଣିଷକୁ ମାତ୍ର 5 ମିନିଟ୍ ଲାଗେ ଶୌଚ ହେବା ପାଇଁ। ଯଦି ତାଠୁ ଅଧିକ ସମୟ ଲାଗୁଛି ତେବେ ଆପଣ ରାତିରେ ଉଷୁମ ଉଷୁମ କ୍ଷୀର ପିଅନ୍ତୁ କିମ୍ବା ଅମୃତଭଣ୍ଡାର ସନ୍ତୁଳା ଆଦି ସେବନ କରିକି ଶୁଅନ୍ତୁ ରାତିରେ। ନମ୍ବର 22, ମନେ ରଖନ୍ତୁ ସବୁବେଳେ ଅଧିକ ଚିନ୍ତାରୁ ଦୂରେଇ ରୁହନ୍ତୁ। ଅଧିକ ଚିନ୍ତା କରିବା ଦ୍ୱାରା ମଣିଷ ଶୀଘ୍ର ବୃଦ୍ଧ ଦେଖାଯାଇଥାନ୍ତି ଏବଂ ତା ସହିତ ବହୁତ ସାରା ବେମାରୀ ହୋଇଥାଏ। ସବୁବେଳେ ଚିନ୍ତାମୁକ୍ତ ରୁହନ୍ତୁ ଏବଂ ସୁସ୍ଥ ରୁହନ୍ତୁ। ନମ୍ବର 23, ଭୋଜନ କରିସାରିବା ପରେ ତୁରନ୍ତ
କେବେ ଶୟନ କରିବା କଥା ନୁହେଁ। ଏମିତି କରିବା ଦ୍ୱାରା ଏହା ରୋଗକୁ ନିମନ୍ତ୍ରଣ କରାଯାଇଥାଏ ବା କରିଥାଏ। ନମ୍ବର 24, ଶରୀରରୁ କ୍ୟାଲସିୟମର ଅଭାବକୁ ଦୂର କରିବା ପାଇଁ ଆପଣ ପ୍ରତିଦିନ କ୍ଷୀର, ଦହି, ପନିର ଏବଂ କଦଳୀ ଏହିସବୁ ଆଦିକୁ ନିହାତି ଭାବରେ ସେବନ କରନ୍ତୁ। ନମ୍ବର 25, ଯଦି ଆପଣଙ୍କର ମାସିକ ଋତୁସ୍ରାବ ନିର୍ଦ୍ଧାରିତ ସମୟରେ ହେଉନଥାଏ, ତେବେ ଆପଣ ନିଜ ଖାଦ୍ୟରେ ଭିଟାମିନ୍ ସିର ଖାଦ୍ୟ ନିହାତି ଭାବରେ ସାମିଲ କରନ୍ତୁ। ନମ୍ବର 26, ଗର୍ଭବତୀ ମହିଳା କେବେ ବି ହେଲେ 7ରୁ 9 ମାସ ମଧ୍ୟରେ ଶାରୀରିକ ସମ୍ପର୍କ ରଖିବା କଥା ନୁହେଁ। ଏହା ନିଜ ପାଇଁ ଏବଂ ନିଜ ଶିଶୁ ପାଇଁ କ୍ଷତିକାରକ ହୋଇଥାଏ। ନମ୍ବର 27, ସବୁବେଳେ ଚେଷ୍ଟା କରନ୍ତୁ ପ୍ରତିଦିନ ଗୋଟେ ଅଁଳା ଖାଇବା ପାଇଁ। ପ୍ରତିଦିନ ଯଦି ନ ହୋଇପାରୁଛି, ତେବେ ଯେବେ ମିଳୁଛି ଆପଣ ସବୁବେଳେ ଚେଷ୍ଟା କରନ୍ତୁ ସେବନ କରିବା ପାଇଁ। ନମ୍ବର 28, ଗୃହରେ କେବେ ବି ଠାକୁରଙ୍କୁ ପୂଜା କରାଯାଇଥିବା ଫୁଲକୁ ରଖନ୍ତୁ ନାହିଁ। ଏହାକୁ କୌଣସି ପୁଷ୍କରଣୀ ବା ନଦୀ ଜଳରେ ପ୍ରବାହିତ କରିଦିଅନ୍ତୁ। ଏହାଦ୍ୱାରା ମଙ୍ଗଳ ହୋଇଥାଏ। ନମ୍ବର 29, ହାର୍ଟ ରୋଗରୁ ବଞ୍ଚିବା ପାଇଁ ପ୍ରତିଦିନ ନିହାତି ଭାବରେ ପିଆଜ ଖାଆନ୍ତୁ। କଞ୍ଚା ପିଆଜ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ନମ୍ବର 30, ମଙ୍ଗଳବାର ଦିନ ଋଣ ପରିଶୋଧ କରିବା ଦ୍ୱାରା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଆଗାମୀ ଦିନମାନଙ୍କରେ କେବେ ଋଣର ଆବଶ୍ୟକତା ପଡ଼ିନଥାଏ। କିନ୍ତୁ ମନେ ରଖିବେ, ମଙ୍ଗଳବାର ଦିନ କେବେ ଋଣ ଆଣିବେ ନାହିଁ। ନମ୍ବର 31, ଖଟ ବା ପଲଙ୍କ ତଳେ ପଇସା ରଖନ୍ତୁ ନାହିଁ କି ପଇସା ବାକ୍ସ ରଖନ୍ତୁ ନାହିଁ। ଏହାଦ୍ୱାରା ଅମଙ୍ଗଳ ହୋଇଥାଏ। ଏହାକୁ ମାନିଲେ ମଙ୍ଗଳ ହୋଇଥାଏ। ନମ୍ବର 32, ପାଇଖାନା ସର୍ବଦା ଗୃହର ପଛପଟେ ରଖିବା ଉଚିତ ଏବଂ ଠାକୁର ଘର ଓ ପାଇଖାନା ଘର ପାଖାପାଖି ରଖିବା ଅନୁଚିତ ଅଟେ। ଏହାକୁ ପାଳନ କଲେ ବହୁତ ମଙ୍ଗଳ ହୋଇଥାଏ। ନମ୍ବର 33, ଜୁଆଣି ସେବନ କରନ୍ତୁ। ଏହାଦ୍ୱାରା ପେଟ ସମସ୍ୟା ହୋଇନଥାଏ ବା ଖାଦ୍ୟ ଅଜୀର୍ଣ୍ଣ ହେବାର ସମସ୍ୟା ହୋଇନଥାଏ। ନମ୍ବର 34, ବିଛଣାରେ ଶୟନ କରିବା ସମୟରେ ନିଜର ପ୍ରତିବିମ୍ବ ଆଇନାରେ ଦେଖିବା ଅନୁଚିତ ଅଟେ। ଏହା ଖରାପ ଶକ୍ତିର ପ୍ରଭାବ ପକାଇଥାଏ ଏବଂ ଅମଙ୍ଗଳ ମଧ୍ୟ ହୋଇଥାଏ। ନମ୍ବର 35, ଆପଣଙ୍କ ଖାଦ୍ୟରେ ଜିରା, ସୋରିଷ, କଳାଜିରା, ପାନମଧୁରୀ, ମେଥି ଆଦିର ବ୍ୟବହାର ନିହାତି ଭାବରେ କରନ୍ତୁ। ଏହାଦ୍ୱାରା ଶରୀରକୁ ବହୁତ ଫାଇଦା ମିଳିଥାଏ। ନମ୍ବର 36, ଭୋଜନ ପରେ ଏବଂ ସ୍ନାନ ପୂର୍ବରୁ ନିହାତି ଭାବରେ ପରିସ୍ରା କରନ୍ତୁ। ଏହାଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ଭାବରେ ରହିଥାଏ ଏବଂ ବହୁତ ସାରା ବିମାରୀରୁ ବଞ୍ଚେଇକି ରଖିଥାଏ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଲାଇକ୍, କମେଣ୍ଟ, ସେୟାର ବି କରନ୍ତୁ। ସମ୍ପୂର୍ଣ୍ଣ ଭିଡ଼ିଓଟି ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜି ପାଇଁ ରହୁଛି ସାଙ୍ଗମାନେ, ଜୟ ଜଗନ୍ନାଥ।